ବରାଳଦେବୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା, 2 ଗୁରୁତର, ଭବାନୀପାଟଣା ମେଡିକାଲରେ ଭର୍ତ୍ତି। ସୂଚନା ଅନୁସାରେ ନର୍ଲା 4 ଛକରେ ଗତ ସୋମବାର ଦିନ ରାତି ପ୍ରାୟ 11ଟାରେ ମାଲକାନଗିରିଠାରୁ ବ୍ରହ୍ମପୁର ଯାଉଥିବା ବରାଳଦେବୀ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟିଛି। ବସ୍ଟି ଜୟପୁର, ନବରଙ୍ଗପୁର, ଭବାନୀପାଟଣା, ବାଲିଗୁଡ଼ା, ରାଇକିଆ, ଘୋଦେଇରି, କଳିଙ୍ଗା, ଭଞ୍ଜନଗର, ଆସ୍କା, ହିଞ୍ଜିଲିକାଟୁ ଦେଇ ବ୍ରହ୍ମପୁର ଯାଉଥିଲା। ଓଡି 07 C1112 4 ଛକ ନର୍ଲା ରୋଡ ଯିବା ରାସ୍ତା ପଟେ ନର୍ଲାର ସୋନୁଚାନ୍ଦଙ୍କ କାର ହୁଣ୍ଡାଇ i10 ଓଡି 08 S 6214 ଗାଡ଼ିକୁ ପଛପଟରୁ ପିଟି ଲୁହାପୋଲ ସହ ଧକ୍କା ହୋଇ ଚୁରମାର ହୋଇଯାଇଛି। ହୁଣ୍ଡାଇ କାରଟି ମଧ୍ୟ ଭବାନୀପାଟଣା ପଟୁ ଆସୁଥିଲା। ନର୍ଲା ରୋଡ ପଟେ ମୋଡୁଥିବା ବେଳେ ଅତି କ୍ଷିପ୍ର ଗତିରେ ମାଡ଼ି ଆସୁଥିବା ବସ୍ କାରକୁ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇ କାରକୁ ବିଦ୍ୟୁତ ଖମ୍ବ ମଧ୍ୟରେ ଚାପି ସାମ୍ନା ପରେ ଥିବା ଲୁହାପୋଲରେ ପିଟି ହୋଇ ଚୁର ହୋଇଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବସ୍ର ସାମ୍ନା ପଟ ବସିଥିବା 2 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାତି ପ୍ରାୟ 11:30 ସମୟରେ ନର୍ଲା ରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ତେବେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଛି, କିନ୍ତୁ ଗାଡ଼ିର ସାମ୍ନା ପଟେ ଆପଣମାନେ ଛବି ଦେଖୁଛନ୍ତି ସମ୍ପୂର୍ଣ୍ଣ ଚୁରମାର ହୋଇଥିବା ଦେଖିବାକୁ ମିଳିଛି।